এই পিঠাটা ସମସ୍ତଙ୍କର ପସନ୍ଦ ଥିବ। ରଜ ମାନେ ତ ପିଠା ଖାଇ ଖାଇ ପେଟ ଫୁଲ। এই ପିଠାଟା ବି ବନେଇଥିଲି, ଚାଲ ସେୟାର କରିଛି। ନଡ଼ିଆକୁ କରିକି ରଖିଥିଲି, ଗୁଡ଼ ଚିନି ପାଗ କରିକି ନଡ଼ିଆକୁ ତା ଦେହରେ ପକେଇଲି। ଏଇ ଯେଉଁ ନଡ଼ିଆର ପୁରଟା ବନାଯାଏ ସେଥିରେ ଯଦି ଗୋଲମରିଚ ଗୁଣ୍ଡ ଆଉ ଗୁଜୁରାତି ଗୁଣ୍ଡ ପକାଯାଏ ବହୁତ ଟେଷ୍ଟ ଲାଗେ ନା। ମୁଁ ତ ସବୁବେଳେ ପକାଏ। ତ ନଡ଼ିଆର ପୁର ଏଠି ଆମର ପୁରା ରେଡ଼ି ହେଇଯାଇଛି। ଅରୁଆ ଚାଉଳକୁ ଭଲ ଭାବରେ ଧୋଇକି 2 ଘଣ୍ଟା ପାଣିରେ ବତୁରେଇକି ରଖିଦେଇଥିଲି। 2 ଘଣ୍ଟା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ଆଉ ଏଇ ପିଠା ପାଇଁ ଅରୁଆ ଚାଉଳର ବେଟରଟା ପୁରା ପାଣି ପାଣି ହେବା ଦରକାର। ଏଇ ଚାଉଳର ପିଠଉରେ 1 ଚାମଚ ଲୁଣ ଦେଇକି ଭଲ ଭାବରେ ମିକ୍ସ କରିଦେବା। ଆଉ ୟାର କନସିଷ୍ଟେନ୍ସିଟା ତ ଆପଣମାନେ ଦେଖି ହିଁ ପାରୁଥିବେ। ଗୋଟେ ପରିଷ୍କାର କପଡ଼ାକୁ ମୁଁ ଏମିତି ଫୋଲ୍ଡ କରିକି ନେଇଛି ପିଠା ବନେଇବା ପାଇଁ। ଆଉ ତାପରେ ଗ୍ୟାସକୁ କରିବା ଅନ୍, ଆଉ ସେଥିରେ ବସେଇବା ତାୱା। ତାୱାରେ ଅଳ୍ପ ଟିକେ ଘିଅ ଲଗେଇବା, ଆଉ ତାପରେ ସେ ପିଠଉକୁ ଆଣିକି ତାୱାରେ ଏମିତି କ୍ରସ୍ କରିକି ପକେଇବା। ଚାଉଳ ପିଠଉର କନସିଷ୍ଟେନ୍ସିଟା ଏମିତି ହିଁ ରହିବା ଦରକାର। ପିଠା ଉପରେ ଅଳ୍ପ ଘିଅ ଲଗେଇବା ତାର ଫ୍ଲେଭର ପାଇଁ, ଆଉ ପିଠା ଭଲ ଭାବରେ ଉଠିଯିବା ପାଇଁ। ନଡ଼ିଆର ପୁରକୁ ମଝିରେ ରଖିବା, ଆଉ ତାପରେ ପିଠାକୁ ଏମିତି ଫୋଲ୍ଡ କରିଦେବା। ଜମା ବି କଷ୍ଟ କରିବାକୁ ପଡ଼ିବନି, ପିଠାଟା ଆପେ ଆପେ ଉଠିଯିବ। ହେଇଗଲା ନା ଏତେ ସୁନ୍ଦର ପିଠା, ଏତେ କମ ସମୟରେ ଆଉ ଏତେ ସହଜରେ। ଯଦି ଆପଣମାନେ କେବେ ବନେଇ ନାହାନ୍ତି ଏ ପିଠାକୁ ନିଶ୍ଚୟ ଥରେ ବନେଇ ଖାଆନ୍ତୁ, ବହୁତ ଟେଷ୍ଟ ଲାଗିବ। ଗୋଟେ କଥା କିନ୍ତୁ ଏଇ ପିଠାଟାକୁ ଗରମ ଗରମ ଖାଇଲେ ହିଁ ବହୁତ ଭଲ ଲାଗେ। ତ ଚାଲ ଫଟାଫଟ ବନାଅ ଆଉ ଖାଅ। ଆଉ କେମିତି ଲାଗିଲା ମତେ କମେଣ୍ଟ କର। ଟାଟା ବାଇ ବାଇ।